Good morning. Resourceful presentation by SK Education Track. ଅନୁସନ୍ଧାନ ସମ୍ବଳପୂର୍ଣ୍ଣ ଅର୍ଥନୀତି ବିକାଶ ସହିତ ଜଡ଼ିତ ଖବରକୁ ନେଇ ଆମେ ଆପଣମାନଙ୍କ ସହିତ ଆସନ୍ତୁ ଦେଖିବା ସମ୍ପୂର୍ଣ୍ଣ ସମ୍ବଳପୂର୍ଣ୍ଣ ଖବର। ଶୁଖିଲା ଶାଳପତ୍ରକୁ ପୁନର୍ବାର ପାଣିରେ ଭିଜାଇ ପ୍ରେସ୍, ଖଲି କିମ୍ବା ଚୌକୁଣି ତିଆରି କରାଯାଇପାରିବ କି? ଆଜିର ଏହି ସମ୍ବଳପୂର୍ଣ୍ଣ ଖବରକୁ ନେଇ ଆମେ ଆପଣମାନଙ୍କ ସହିତ ଶାଳ ଗଛରୁ ପତ୍ର ତୋଳି ଖଲି, ପାନା, ଦାନା ଏପରି ଅନେକ ପ୍ରକ୍ରିୟାକୁ ଆମେ ଦେଖିଥାଉ। ଗଛରୁ ପତ୍ର ପଡ଼ିବା ପରେ ଏହାର ୟୁଟିଲାଇଜେସନ୍ ଯଦି କରାଯାଇପାରନ୍ତା, କନ୍ଧମାଳ ଜିଲ୍ଲାରେ ବିଶେଷତଃ ଶାଳ ଜଙ୍ଗଲରେ ପରିପୂର୍ଣ୍ଣ ଜଙ୍ଗଲରୁ କନ୍ଧମାଳ ଜନଜୀବନ ଅଧିକ ମାତ୍ରାରେ ସକ୍ରିୟ ହୋଇପାରନ୍ତା। ଦେଖିପାରୁଛନ୍ତି ଶାଳ ଗଛ ତଳେ ବିକ୍ଷିପ୍ତ ହୋଇ ପଡ଼ିଛି ଶହ ଶହ ନୁହେଁ, ହଜାର ହଜାର ନୁହେଁ, କୋଟି କୋଟି ପତ୍ର। ଏହି ପତ୍ରକୁ ସଂଗ୍ରହ କରି ଜଳରେ ଭିଜାଇ ପୁନର୍ବାର ଯଦି ପ୍ରେସ୍, ଖଲି ବା ଚୌକୁଣି ତିଆରି କରାଯାଇପାରନ୍ତା, ତାହେଲେ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା କିଛି ଭାଇ ଭଉଣୀମାନଙ୍କର ଜୀବନ ଜୀବିକା ସୁନ୍ଦର ହୋଇପାରନ୍ତା। ଶୁଖିଲା ପତ୍ର, ଏହାରି ଭିତରେ ଅର୍ଥନୀତିର ବିକାଶର ସୂତ୍ର ଲୁଚି ରହିଛି କି? ଆଜି ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ଶାଳ ଗଛକୁ ନେଇ ଅନେକ ସମ୍ଭାବନା ସୃଷ୍ଟି କରାଯାଇଛି। ପତ୍ରଝଡ଼ା ସମୟରେ ଆମେ ଦେଖୁ ଏପରି ଦୃଶ୍ୟ। ଅନ୍ୟ ଗଛ ଅପେକ୍ଷା ଶାଳ ଗଛର ଶାଳପତ୍ର ଖାଦ୍ୟ ପରିବେଷଣରେ ସିଧାସଳଖ ସାହାଯ୍ୟ କରିଥାଏ, ଯାହା ଆଜି ଆପଣ ବିଭିନ୍ନ ହୋଟେଲ ବଜାରରେ ଦେଖିବାକୁ ପାଉଛନ୍ତି। ଦେଖନ୍ତୁ, ପବନ ଆସିଲେ ପତ୍ର ଝଡ଼େ। ଏହି ପତ୍ର ମଧ୍ୟ କହୁଛି, ମୋତେ ବ୍ୟବହାର କରି ଅର୍ଥନୀତିକୁ ସାକାର କରନ୍ତୁ। ଆଜିର ଏହି ଅନୁସନ୍ଧାନମୂଳକ ଅର୍ଥନୀତି ବିକାଶ ସହିତ ସମ୍ପର୍କିତ ସୂଚନା ଆପଣମାନଙ୍କ ପାଇଁ ରହିଛି। କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ଭରପୁର ରହିଛି। ସେହି ଜଙ୍ଗଲରୁ ଆମେ କିପରି ଆମ ଅର୍ଥନୀତିକୁ ସାକାର କରିପାରିବା, ତାହାକୁ ନେଇ ଆମେ ଆଜିର ଏହି 7ତମ ଉପସ୍ଥାପନା ଆପଣମାନଙ୍କ ପାଇଁ। ଆମେ ଆଉଥରେ ସେହି ପ୍ରଶ୍ନକୁ ଆପଣମାନଙ୍କ ପାଇଁ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ। ଶାଳ ଗଛରୁ ଏପରି ପଡ଼ି ରହିଥିବା ପତ୍ରକୁ ଜଳରେ ପତନ କରି ଏହି ପତ୍ରକୁ ଖଲି ଦାନାରେ ରୂପାନ୍ତରିତ କରି ଆମେ ଅର୍ଥନୀତି ପାଇଁ ଏହାକୁ ଯୋଡ଼ିପାରିବା କି? ଏ ପ୍ରଶ୍ନ ସହିତ ଆପଣମାନଙ୍କର ମତାମତ ଦେବେ, ଯାହା କନ୍ଧମାଳ ଜିଲ୍ଲାର ଅନେକ ଭାଇ ଭଉଣୀମାନଙ୍କ ପାଇଁ ଇକୋନୋମିକାଲ୍ ଡେଭଲପମେଣ୍ଟର ଏକ ଟ୍ରାକ୍ ତିଆରି କରିପାରିବ। ଇକୋନୋମିକାଲ୍ ଡେଭଲପମେଣ୍ଟ ପାଇଁ ପତିତ ପତ୍ର ଉପଯୋଗୀ ହୋଇପାରିବ କି? ଏପରି ପ୍ରଶ୍ନକୁ ନେଇ ଆମେ ଉତ୍ତର ଖୋଜୁଛୁ। ସେହି ଉତ୍ତର କେତେ ସଠିକ୍ ରହିଛି, ଆପଣଙ୍କର ମତାମତ ହିଁ ଏହାକୁ ସାକାର କରିବ। ପ୍ରଥମ ଥର ପାଇଁ ପତିତ ପତ୍ରକୁ ବ୍ୟବହାର କରି କନ୍ଧମାଳ ଜିଲ୍ଲାର ଇକୋନୋମିକାଲ୍ ଡେଭଲପମେଣ୍ଟକୁ ସୂଚନା ପ୍ରଦାନ କରିବାରେ ଆମ ଚ୍ୟାନେଲ୍ ଫାର୍ଷ୍ଟ ଟାଇମ୍
ଏହାକୁ ପ୍ରେଜେଣ୍ଟ କରୁଛି। 69% କଭର୍ ରହିଛି କନ୍ଧମାଳ ଜଙ୍ଗଲ। ସେହି ଜଙ୍ଗଲ ଗୁଡ଼ିକରେ ଏପରି କେତେ ପତ୍ର ପଡ଼ି ରହିଥିବ ତାହାର ହିସାବ ଆପଣମାନେ ସହଜରେ ଅନୁମାନ କରିପାରୁଥିବେ। ପତ୍ରକୁ ନେଇ ଆମ ଅର୍ଥନୀତି ଯୋଡ଼ି ହୋଇପାରିବ କି? ଅର୍ଥନୈତିକ କ୍ଷେତ୍ରରେ ଏପରି ପତିତ ପତ୍ର, ବିଶେଷତଃ ଶାଳ ଗଛର ପତ୍ର ପ୍ରପର୍ ୟୁଟିଲାଇଜେସନ୍ ସହ ଇକୋନୋମିକୁ ଶ୍ରୀବୃଦ୍ଧି କରିପାରିବ କି? ପ୍ରକୃତି କେବେ ମଧ୍ୟ ନଷ୍ଟ କରିବା ପାଇଁ କୌଣସି ବ୍ୟବସ୍ଥା କରିନଥାଏ। ସେ ସେବାକୁ ମାନବ ପାଇଁ ସମର୍ପିତ ରହିଛି। ଏହା ମଧ୍ୟ ପ୍ରକୃତି ବ୍ୟବସ୍ଥା କରିଛି। ପ୍ରକୃତିର ପ୍ରତିଟି ଉପାଦାନ ଦାନକୁ ବ୍ୟବହାର କରି ମଣିଷ ସମାଜ ସୁସ୍ଥ ହେଉ, ସବଳ ହେଉ, ସୁନ୍ଦର ହେଉ, ଏହା ପ୍ରକୃତି ଚାହୁଁଛି। ଖବର ଅନୁସନ୍ଧାନରେ ଆମେ ଏକ ଜଙ୍ଗଲରେ ବର୍ତ୍ତମାନ ଅଛୁ। ଅନୁସନ୍ଧାନମୂଳକ ଖବରକୁ ନେଇ ଆମ ଉପସ୍ଥାପନା କିପରି ଅଛି ଆପଣ ମତାମତ ଦେବେ। କନ୍ଧମାଳ ଜଙ୍ଗଲକୁ ନେଇ ଆମ ବିକାଶର 7ମ ବିଭାଗରେ ଆମେ ଏହାକୁ ରଖିଛୁ ଆପଣମାନଙ୍କ ପାଇଁ।